ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁଜୁମୁରା ବ୍ଲକର ମେଘପାଲ ଓ ଛାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ଓ ବଞ୍ଚିବାକୁ ଗଛଟିଏ ଲଗାଇବା ବାର୍ତ୍ତା ପ୍ରଚାର ନେଇ ଗୁରୁବାର ଦିନ 10ଟାରୁ ଦିନ 1ଟା ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଛାମୁଣ୍ଡା ପଞ୍ଚାୟତ ପକ୍ଷରୁ ଛାମୁଣ୍ଡା ଡୁଙ୍ଗୁରିଠାରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରାୟ 225 ଗୋଟି ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବନିତା ଭୋଇ, ପିଓ କରୁଣାକର ବାରିକ, ଏବିଡିଓ, ଏମବିକେ, ସିଆରପି, ସ୍ଥାନୀୟ ଏସଏଚଜିଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସେହିପରି ମେଘପାଲ ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ସରପଞ୍ଚ ମମତା ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାୟତର ବାଣିଝରଣ ହକି ପଡ଼ିଆଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଭ୍ୟା ଲିଲିମା ଧରୁଆ, ପିଓ କରୁଣାକର ବାରିକ, ଏଡିଓ, ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀମିତ୍ରଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ।